ଲହୁଣୀପଡ଼ା ଥାନା ଅନ୍ତର୍ଗତ ବାରସୁଆଁ ଗ୍ରାମରେ ଏକ ପ୍ରେମ ପରେ ପ୍ରତାରଣାର ଘଟଣା ଦେଖିବାକୁ ମିଳିଛି। ଲହୁଣୀପଡ଼ା ବ୍ଲକ ଶସ୍ୟକଳା ପଞ୍ଚାୟତ ନୂଆ ବଜାରର ବାସିନ୍ଦା ଅସୀମା କେରକେଟା ଦାମାଲୁ ଗ୍ରାମର ଜାକ୍ରିଆସ ଗୁଡ଼ିଆଙ୍କର ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ଅସୀମାଙ୍କ କହିବା ଅନୁସାରେ ଜାକ୍ରିଆସ ଗୁଡ଼ିଆଙ୍କ ସହିତ ତାଙ୍କର ଦୀର୍ଘ 3 ବର୍ଷ ହେଲା ପ୍ରେମ ସମ୍ପର୍କ ରହିଅଛି। ବିଭିନ୍ନ ସମୟରେ ଜାକ୍ରିଆସ ବିବାହ ପ୍ରତିଶ୍ରୁତି ଦେଇ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖି ଆସୁଥିଲେ। ଅସୀମାଙ୍କ ଅଜାଣତରେ ଜାକ୍ରିଆସ ତାଙ୍କର ଅନ୍ତରଙ୍ଗ ଫଟୋ ଏବଂ ଭିଡ଼ିଓ ଉତ୍ତୋଳନ କରି ନିଜ ପାଖରେ ରଖିଥିଲେ। ପ୍ରାୟ ସମୟରେ ସେ ଅସୀମାଙ୍କୁ ନିଜ ସହିତ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ। ଆଉ ସେ ମନା କରିବାରୁ ତାଙ୍କୁ ଭିଡ଼ିଓ ଭାଇରାଲ କରିବାର ଧମକ ଦେଇ ନିଜ ସହିତ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ। ଅସୀମା ତାଙ୍କୁ ବାହା ହେବାକୁ ଜିଦ୍ ଧରି ବସିବାରୁ ଜାକ୍ରିଆସ ତାଙ୍କୁ ତାଙ୍କ ଅଶ୍ଳୀଳ ଭିଡ଼ିଓକୁ ଭାଇରାଲ କରିବା ସହିତ ତାଙ୍କୁ ଟଙ୍କା ନେଇ ଭୁଲିବାକୁ କହୁଥିଲେ। କିଛିଦିନ ପୂର୍ବରୁ ଜାକ୍ରିଆସ ଗୁପ୍ତରେ ଅନ୍ୟ ଏକ ଝିଅ ସହିତ କୋର୍ଟରେ ବିବାହ କରିବାର ଖବର ପାଇଥିଲେ ଏବଂ ଏହା ସତ କି ମିଛ ଜାଣିବାକୁ ଜାକ୍ରିଆସକୁ ପଚାରିବାରୁ ସେ ଅର୍ଥର ପ୍ରଲୋଭନ ଦେଇ ଭୁଲି ଯିବାକୁ କହିଥିଲେ। ଶେଷରେ ଅସୀମା ସବୁ କଥା ତାଙ୍କ ମାଙ୍କୁ ଜଣାଇଥିଲେ। ଜାକ୍ରିଆସଙ୍କ ଏହି ସବୁ ବ୍ୟବହାର ଦେଖି ଅସୀମା ଏବଂ ତାଙ୍କ ମା ଲହୁଣୀପଡ଼ା ଥାନାରେ ଯାଇ ଜାକ୍ରିଆସଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ। ଲହୁଣୀପଡ଼ା ଥାନା ଅଧିକାରୀ ସୁରଜ କୁମାର ଝାକର ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛନ୍ତି। ମୋ ନାମ ହେଉଛି ଅମିଶା କେରକେଟା, ବାପାଙ୍କ ନାମ କିଶୋର କେରକେଟା, ଗ୍ରାମ ବରସୁଆଁ, ଡିଷ୍ଟ୍ରିକ୍ଟ ସୁନ୍ଦରଗଡ଼। ଏସବୁ କରିବା ଶାରୀରିକ ସମ୍ପର୍କ ରଖିବା ପାଇଁ ସେ ମୋତେ ପ୍ରଥମେ ଫୋର୍ସ କରିଲା। ମୁଁ ବାରମ୍ବାର କହିବା ଉପଲକ୍ଷେ ବାହା ହେଇକି କରିବା ସେଇ କଥା କହିବା ଉପଲକ୍ଷେ ସେମାନେ ମୋତେ ପ୍ରଥମେ ସେଇ ସବୁ କରିବା ପାଇଁ ଫୋର୍ସ କରିଲା। ଯେତେବେଳେ ମୁଁ ଜାଣିଲି ଜାକ୍ରିଆସ ଅନ୍ୟ ଝିଅ ସହିତ କୋର୍ଟ ମ୍ୟାରେଜ୍ ହେବାକୁ ଯାଉଅଛି, ମୁଁ ତାକୁ ବାରମ୍ବାର କହିବା ମୁହୂର୍ତ୍ତରେ ସେ ମୋତେ ପଇସାର ଲୋଭ ଦେଖେଇଲା ଏବଂ ବ୍ଲାକମେଲିଂ କରିବା ପାଇଁ ଫଟୋ ଭିଡ଼ିଓ ସବୁ ଭାଇରାଲ କରିବା ପାଇଁ ସେ ମୋତେ ଧମକ ଦେଲା। ଆମେ ଯେତେବେଳେ ଶାରୀରିକ ସମ୍ପର୍କ ରଖି ଆସୁଅଛୁ ସେଇ ମଧ୍ୟରେ ସେ କେତେବେଳେ କେମିତି ଅନ୍ତରଙ୍ଗ ଫଟୋ ଭିଡ଼ିଓ ସବୁ ବନେଇଛି। ଆଉ ସେ ସବୁ ମୋତେ ଯେତେବେଳେ ମୁଁ ମନା କରେ କିଛି ଏମିତି କରିବା ପାଇଁ ତ ସେ ମୋତେ ସେ ଫଟୋ ଭିଡ଼ିଓ ପଠେଇକି ମୋତେ ଧମକି ଦେଉଅଛି କି ଆଉ ଏସବୁ ଯଦି କରିବୁନି ହେଲେ ମୁଁ ଏସବୁ ଭାଇରାଲ କରିଦେବି ଏବଂ ମୋ ମୁହଁ ବନ୍ଦ ରଖିବା ପାଇଁ ସେ କେତେ ଟଙ୍କା ନେବୁ, 50,000 ନେବୁ, ଲାଖେ ନେବୁ ସେଇଭଳି ମୋତେ ଧମକି ଦେଉଛି। ଆଉ ସେଇଟା ମୁଁ ଏବେ ନ୍ୟାୟ ଚାହୁଁଛି। ସୁଷମା କେରକେଟା, ବରସୁଆଁ ବଡ଼ ବଜାରରେ ଘର। ଚାହୁଁଛି ତାକୁ ନ୍ୟାୟ ମିଳୁ ଆଉ ପିଲାକୁ ବି ଦଣ୍ଡ ମିଳୁ। ଜାକ୍ରିଆସ ଗୁଡ଼ିଆ ଦୁମାଡ଼ୁ ତା ଘର ପିଲାର। ଆଉ ତାପରେ ମୋତେ ବତେଇଲା ଝିଅ କି ମୁଁ ତାକୁ ଭଲ ପାଏ, ମୁଁ ତାକୁ ବାହା ହେବି। ଝିଅ ମୋତେ ଜଣେଇଲା, ମୁଁ ଜାଣିଛି 2 ବର୍ଷ ହେଲା ତା ସମ୍ପର୍କଟା, କିନ୍ତୁ ଏମିତି ମାନେ ସିଏ ଶାରୀରିକ ସମ୍ପର୍କ ରଖିଛି ଏଇସବୁ ମୁଁ ଜାଣିନଥିଲି। ଲହୁଣୀପଡ଼ାରୁ ଆରତୀ ଜେନାଙ୍କ ରିପୋର୍ଟ, କଳିଙ୍ଗ ସମାଚାର।